ସାମାଜିକ ପତିଆରା ବଢ଼ିବ। ରାଜନୈତିକ କ୍ଷେତ୍ରରେ ରହିଥିଲେ ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ରହିବେ। ନେତୃତ୍ୱ ନେବାର ସୁଯୋଗ ଆସିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରର ଅଷ୍ଟମ ରାଶି ବିଛା ରାଶି ପାଇଁ 2026 ମସିହାରେ ଶନି ମହାଗ୍ରହଙ୍କର ପ୍ରଭାବ କିପରି ରହିବ? ଶନି ମହାଗ୍ରହ 2026 ମସିହା ବର୍ଷ ସାରା ବିଛା ରାଶିର ପଞ୍ଚମ ଭାବ ମୀନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ଶନି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ। ପ୍ରେମ ସମ୍ପର୍କରେ ଥିବା ବିଛା ରାଶି ଜାତ ବ୍ୟକ୍ତିଙ୍କ ଲଭ୍ ଲାଇଫରେ ଝଡ଼ ଉଠିବାର ସମ୍ଭାବନା ରହିବ। ମାନ ସମ୍ମାନରେ ଆଞ୍ଚ ଆସିବ। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଯିବ। ନୈସର୍ଗିକ ରୋଗକାରକ ଗ୍ରହ ଶନି ବିଛା ରାଶିର ପଞ୍ଚମ ଭାବରେ ଅବସ୍ଥାନ କରିଥିବାରୁ ବିଛା ରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଚିକିତ୍ସା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ ନାହିଁ। ଦିନଚର୍ଯ୍ୟା ଓ ଖାଇବା ପିଇବା ସହିତ ଶୃଙ୍ଖଳିତ ଜୀବନ ଯାପନ କରିବା ଉଚିତ ହେବ। ତାହେଲେ ରୋଗ କବଳରୁ ମୁକ୍ତି ପାଇପାରିବେ। ବର୍ଷର ପ୍ରଥମାର୍ଦ୍ଧରେ ପ୍ରେମ ସମ୍ପର୍କରେ ଅବନତି ଦେଖାଯିବ। ନିଜର ସନ୍ଦେହ ମନୋଭାବ ପାର୍ଟନରଙ୍କ ମନ ଉପରେ ଆଘାତ ପହୁଞ୍ଚାଇବ। ମୁହଁ ଫୁଲାଫୁଲିରୁ ସମ୍ପର୍କ ଭାଙ୍ଗିବା ବା ବ୍ରେକଅପ୍ ପର୍ଯ୍ୟନ୍ତ କଥା ଯାଇପାରେ। ଧୈର୍ଯ୍ୟ ଧରି ସମୟକୁ ଅପେକ୍ଷା କଲେ ବର୍ଷର ଦ୍ୱିତୀୟାର୍ଦ୍ଧରେ ସମ୍ପର୍କଟି ପୁଣି ପୂର୍ବ ଅବସ୍ଥାକୁ ଫେରିଆସିବ। ସେହିପରି 2026 ମସିହା ବର୍ଷର ପ୍ରଥମାର୍ଦ୍ଧରେ ବିଛା ରାଶି ଜାତ ବ୍ୟକ୍ତିଙ୍କର ମାନ ସମ୍ମାନ ଅଥବା ପ୍ରତିଷ୍ଠାରେ ଆଞ୍ଚ ଆସିଥିଲେ ବର୍ଷର ଦ୍ୱିତୀୟାର୍ଦ୍ଧରେ ସେହିସବୁ କ୍ଷେତ୍ରରେ ପୂର୍ବବତ୍ ସମ୍ମାନ ପାଇପାରିବେ। ସାମାଜିକ ପତିଆରା ବଢ଼ିବ। ରାଜନୈତିକ କ୍ଷେତ୍ରରେ ରହିଥିଲେ ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ରହିବେ। ନେତୃତ୍ୱ ନେବାର ସୁଯୋଗ ଆସିବ। ପୁନଶ୍ଚ ଶନି ମହାଗ୍ରହଙ୍କର ପ୍ରଭାବରୁ ବର୍ଷର ପ୍ରଥମାର୍ଦ୍ଧରେ ଅର୍ଥ ଖର୍ଚ୍ଚ କରିବା ଉପରେ ନିୟନ୍ତ୍ରଣ ରହିବା ଦରକାର। ଅନାବଶ୍ୟକ ଖର୍ଚ୍ଚ କଲେ ଆର୍ଥିକ କ୍ଷେତ୍ର ବିପନ୍ନ ହେବାର ସମ୍ଭାବନା। ବିଭିନ୍ନ କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ଅର୍ଥ ନିବେଶ କରିବା ଠିକ୍ ରହିବ। ସେହିପରି ଆୟ ଦୃଷ୍ଟିରୁ ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ଅଧିକ ରୋଜଗାର ମଧ୍ୟ ହେବ। ବିଛା ରାଶିର ପରିବାର ବା କୁଟୁମ୍ବ ସ୍ଥାନ ଉପରକୁ ଶନିଙ୍କର ଦୃଷ୍ଟି ରହୁଥିବାରୁ ବିଛା ରାଶି ଜାତ ବ୍ୟକ୍ତି 2026 ମସିହାରେ ପରିବାର କ୍ଷେତ୍ରରେ ଭଲ ଫଳ ପାଇପାରିବେ ନାହିଁ। ବର୍ଷର ପ୍ରଥମାର୍ଦ୍ଧରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବ। ପରିବାରର ମୁଖିଆଙ୍କ କଥା ଅନ୍ୟମାନେ ସହଜରେ ଗ୍ରହଣ କରିବେ ନାହିଁ। ବିଛା ରାଶିର ଦାମ୍ପତ୍ୟ ଭାବ ଉପରେ ଶନିଙ୍କ ଦୃଷ୍ଟି ରହୁଥିବାରୁ ଦାମ୍ପତ୍ୟ ଜୀବନ ମଧ୍ୟ ଏହି ସମୟରେ ପ୍ରଭାବିତ ହେବ। 2026 ମସିହାରେ ବିଛା ରାଶି ଜାତ ବ୍ୟକ୍ତି ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳଦାନ କରନ୍ତୁ। ମହାବୀର ହନୁମାନଙ୍କର ପ୍ରିୟ ମନ୍ତ୍ର ହନୁମାନ ଚାଳିଶା ପ୍ରତ୍ୟହ ପାଠ କଲେ ବିଶେଷ ସୁଫଳ ମିଳିଥାଏ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଛା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।